ଏତେ ବାଟ ଗଲ ଛୁଆଙ୍କ ପାଇଁକା ଖେଳନା ଆଇଲ ଫଗୁ ବିକ୍ରି କଲ ସବୁ କଲ ଭଗବାନଙ୍କ ବିଷୟରେ ଟିକେ ନାକୁ କହିଲ ସେଠିକାର ଏତେ ଭଗବାନ କାହିଁକି ଯାଆନ୍ତି ତମେ ଜାଣିଥିବ ତମେ ସବୁ ବର୍ଷ ଫଗୁ ବିକ୍ରି କରିବାକୁ ଯାଉଛ ନା ତଥାପି ଗୋଟେ ଉତ୍ତର କ'ଣ ଦେଇଥାଅ ବଡ଼ ବାବୁଙ୍କ ସାଙ୍ଗରେ ତମେ ଭାଗ୍ୟରେ ଗୋଟେ ଫଗୁ ବେପାର କରୁଛ ସିଏ ଦିଅ ଉପରେ ସବୁଠାରୁ ଶ୍ରେଷ୍ଠ ଛୁଟି ଯିଏ ଭାଇ ସିଏ ଯିବେ। ଆଚ୍ଛା ସିଏ ତାଙ୍କର କେବେଠୁ ଆରମ୍ଭ ହେଲାଣି ଜାଣିଛ ଏବେଠୁ ବା ପଞ୍ଚୁଦୋଳ 5 ଦିନ ଯିଏ ଆରମ୍ଭ ନା କ'ଣ କହୁଛନ୍ତି ତ ଆମର ମନେ ନାହିଁ ଠିକ୍ ସେ ବଡ଼ ବାବୁ ହଁ ଆଉ କୁନ ଭାଇର ତମର ତ ଯାଇଥିଲ ସେଠିକି ଫଗୁ ବିକ୍ରି କରିବାକୁ ହଁ ଅବିର ବିକିବାକୁ ଯାଇଥିଲି। ସେ ଯାହା ବି ହଉ ଆମେ ତ ଆଜିକାଲି ଛୁଆ ଫଗୁ କହୁଛୁ ହଁ କିନ୍ତୁ ସେଠି ଯୋଉ ମେଳନଟା ଆରମ୍ଭ ହଉଛି ଇଏ କେବେଠୁ ଆରମ୍ଭ ହେଲାଣି ବୋଲି କହିବ? ଇଏ 1637 ମସିହାରେ ସେ ଆରମ୍ଭ ହୋଇଥିଲା ସେ ମେଳନ ଆଜି ଯାଏକା ଠିକ୍ ଠାକ୍ ଭାବରେ ଚାଲିଛି। ତାକୁ ଆରମ୍ଭ କରିଥିଲା ଜଣେ ପଣ୍ଡିତ ଭାଇନା ଜଣେ ଥିଲେ ତାପରେ ନିତେଇ ସାହୁ ଜଣେ ଥିଲା ସେ ତାକୁ ଆରମ୍ଭ କରିଥିଲା ସେ ମେଳନକୁ 1637 ମସିହାରେ ସେ ଆରମ୍ଭ ହୋଇଥିଲା ସେଇଠୁ ଚାଲିଛି ବର୍ତ୍ତମାନ ପାଇକି ଆସିକି 2027 ନା 2026 ବର୍ଷ ତ ବର୍ତ୍ତମାନ ଏନେ ଚାଲିଛି। ହଁ ଯାହା ହଉ ଭଗବାନ କରନ୍ତୁ 2012ରେ ସବୁ ସରିଯାଇଥାନ୍ତା କିଛି ସରିଲାନି ସବୁ ପ୍ରଶ୍ନ ରହିଗଲା କହୁନ କ'ଣ କହିବ ସେ ଯେଉଁ ମେଳନଟି ତିଆରି ହେଉଛି ବା ସେଠି ସ୍ଥାପିତ ହେଉଛି ସେଠିକି ଏତେ ଭଗବାନ କ'ଣ ପାଇଁକା ଆସୁଛନ୍ତି? ପଶ୍ଚିମା ଶମ୍ଭୁ ସେ ବସିଛନ୍ତି ପଶ୍ଚିମକୁ ମୁହଁ କରିକି ତାଙ୍କ ବଡ଼ ଭାଇ 2 ଭାଇ ସୋମନାଥ ତାଙ୍କ ନାଁ ବଡ଼ ଭାଇ ରହିଲେ ବାଟରେ ସାନ ଭାଇ ରହିଲେ ଗାଁ ମଝିରେ ସେ ପଶ୍ଚିମକୁ ମୁହଁ କରିଛନ୍ତି ବୋଲି ତାକୁ ପଶ୍ଚିମା ଶମ୍ଭୁ କହନ୍ତି। କିନ୍ତୁ ପଶ୍ଚିମା ଶମ୍ଭୁ କୁହନ୍ତି ଆମେ ଜାଣିଲୁ ଯେ ସେଠିକି ଏତେ ଠାକୁର କ'ଣ ପାଇଁ ଆସନ୍ତି? ସେ 2 ଭାଇଙ୍କର ଅରଡ଼ ଯେ ଆମ ଆଖପାଖରେ ଯେତେ ଠାକୁର ଅଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ କରି ଡାକନ୍ତି ତାଙ୍କୁ ସମସ୍ତେ ଦର୍ଶନ କରନ୍ତି ସେ ତାଙ୍କୁ ଦର୍ଶନ କରନ୍ତି ଲୋକବାକ ଦର୍ଶନ କରନ୍ତି ଯେତେବେଳେ ଅଣସ ଜାତି ଛୋଟ ଜାତିମାନେ ସମସ୍ତେ ତାଙ୍କ ଉପରେ ଭୋଗ କରିପାରିବେ ଅବିର ପକାଇ ପାରିବେ ସେମାନେ ସମସ୍ତେ ତାଙ୍କୁ ଦର୍ଶନ କରିପାରିବେ ବୋଲି ସେ ସେଇସାସ ପଦାକୁ ଆସନ୍ତି ତାମାନେ ସେ ଆସନ୍ତି ଦୋଳ ପୂର୍ଣ୍ଣିମାଠୁ ଆସନ୍ତି କିନ୍ତୁ ସାଗର ସ୍ନାନ ହୋଇ ମନ୍ଦିରରେ ପଶନ୍ତି ପୁଣି ବର୍ଷ ତାମାନେ ଇଏ ଗୋଟିଏ ମାତ୍ର ଏକମାତ୍ର ଠାକୁର ଯିଏକି ଅଣସ ଜାତି ବୋଲି ସମସ୍ତଙ୍କୁ ସେ ଭୋଗ ଖାଆନ୍ତି ଆଉ ସମସ୍ତେ ତାଙ୍କ ଉପରକୁ ଫଗୁ ବିଞ୍ଚିକି ଆସନ୍ତି। ତାପରେ କିଛି ଅଛି ତାଙ୍କର ମାନସିକ ଯାହାର ଥାଏ ସେ ମାନସିକ ଭାବରେ ବି ବହୁତ ଯାଆନ୍ତି ସିଏ ହେଉଛି ତାଙ୍କର ଅପାର ମହିମା। ହଁ ସିଏ ଯାହାକୁ ଯାହା କହନ୍ତି ଯଦି କାହାର ଟିକେ ଜ୍ୱର ହେଇଛି ତା ପଛପଟ ଗାଡ଼ିଆରେ ନେଳି ପାଣିରେ ଗାଧେଇ ପଡ଼ିଲେ ତାର ଜ୍ୱର ଭଲ ହେଇଯାଏ ଯେମିତି ଆମର ଦଣ୍ଡିସି ଭଲ ହେଉଛି ପୁରା ବରପଦାରେ ହଁ ଭଲ ହେଇଯାଏ। ଯାହା ହଉ ଭଲ ଇନଫର୍ମେସନ୍ ରଖିଛ ଆମର ଯେଉଁ ଆମ ପୂର୍ବ ପିଢ଼ି ଯେଉଁମାନେ ଆସିବେ ସେମାନଙ୍କ ପାଇଁ ବହୁତ ଜିନିଷ ଜାଣିବାକୁ ମିଳିଲା ତ ଭାଇମାନେ ବଡ଼ ବାବୁଙ୍କ କଥାକୁ ଟିକେ ଭଲରେ ସମ୍ମାନ ଦିଅନ୍ତୁ ଆଉ